ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ଏକାଦଶ ଅଧ୍ୟାୟ। ମୈତ୍ରେୟ ଉବାଚ ଶୁଣିବେ ଦୂରଦର୍ଶ ମନେ ଧ୍ରୁବ ସମୀପେ ବୃନ୍ଦାବନେ ପ୍ରସନ୍ନେ କମଳାରମଣ କହିଲେ ଧ୍ରୁବ ଏବ ଶୁଣ ତୋ ଜନ୍ମ ସ୍ୱୟଂଭବ ଘରେ ଉତ୍ଥାନ ପାଦର ବୀର୍ଯ୍ୟରେ ଦେବେ ବଞ୍ଚନ୍ତି ସ୍ୱର୍ଗେ ଯାହା ତୁ ତାହା ଲଭିବୁ ପୁଣ୍ୟ ଦେହ ତୁ ଏବେ ନିଜ ପୁରେ ଚଳ ଚିତ୍ତେ ଆରାଧି ମୋତେ ବୋଲ ମାତୃ ସମର୍ଥିତ ସପତ୍ନୀର ବଚନେ ବସିବୁ ନୃପ ସିଂହାସନେ ତୋହର ପରମ ଆୟୁଷ ଚରିତ ସହସ୍ର ବରଷ ନିରୋଗ ଦେହ ଭୋଗ ଭୁଞ୍ଜି ସ୍ୱଦେହେ ରିପୁ ବଳ ଗଞ୍ଜି ଉତ୍ତମ ତୋର ସାନ ଭ୍ରାତା ବନେ ହୋଇବ ପ୍ରାଣେ ହତ ମୃଗୟା ଜୀବ ଘୋର ବନେ ମିଳିବ କୁବେର ଭୁବନେ ପୁଣ୍ୟଜନଙ୍କ ସଙ୍ଗେ ମିଳି ଯୁଦ୍ଧେ ହାରିବ ମହାବଳୀ ତହିଁ ହୋଇବ ପ୍ରାଣେ ହତ ତା ଶୁଣି ତାର ନିଜ ମାତ ସେ ପୁତ୍ର ଶୋକର ବିବଳେ ବନେ ମରିବ ଦାବନରେ ନଳେ ତୁ ମୋତେ ଯଜ୍ଞ କରି ପୂଜା ଦେବଙ୍କୁ ଦେଇ ଅଳି ବୋଝା ବିପ୍ରଙ୍କୁ କରି ତୋ ସମନ ଗୁରୁ ଦକ୍ଷିଣ ଅନ୍ନ ଧନ ବିପ୍ରଙ୍କ କଲ୍ୟାଣ ଫଳେ ମୋତେ ସ୍ମରିବୁ ଅନ୍ତଃ କାଳେ ମୋହର ଧ୍ୟାନେ ସ୍ୱର୍ଗ ପଥେ ଗମିବୁ ଜନନୀ ସହିତେ ସପ୍ତ ଋଷିଙ୍କ ଊର୍ଦ୍ଧ୍ୱ ପଥେ ଜନନୀ ସଙ୍ଗେ ବିଦ୍ୟାରଥେ ବସିବୁ ଶିଶୁ ନାର ପଛେ ଉତ୍ତର ଦିଗକୁ ପ୍ରତ୍ୟକ୍ଷେ ହେମନ୍ତ କହି ଭଗବାନ ବନେ ହୋଇଲେ ଅନ୍ତର୍ଧ୍ୟାନ ବିଷ୍ଣୁ ନ ଦେଖି ବୃନ୍ଦାବନେ ଧ୍ରୁବ ଭାଳଇ ମନ ଛନେ ଦେଖ ଅଭଗ୍ୟ କର୍ମ ମୋର ତପେ ତୋଷିଲି ଚକ୍ରଧର ଜନନୀ ସପତ୍ନୀର ଛେଳେ ମୁଖ୍ୟ ନ ମାରି ବିଷ୍ଣୁ ତୁଲେ ଲଭିଲି ଧ୍ରୁବ ଅଧିକାର ଦେଖ ଅଭାଗ୍ୟ କର୍ମ ମୋର ହେମନ୍ତ ମନେ ବିଚାରିଲା ତକ୍ଷଣେ ନିଜ ପୁରେ ଗଲା ବିଦୁର ଉବାଚ ଯେ ହରି ପରମ ଦୁର୍ଲଭ ଲଭି ନ ପାରେ ବ୍ରହ୍ମା ଶିବ ସେ ହରି ତହୁଁ ବର ପାଇ ତାର ମାୟାରେ ମନ ଦେଇ ଆମ୍ଭର ଗତି ନ ମାଗିଲା ମୋତେ ତ ସନ୍ଦେହ ଲାଗିଲା ମୈତ୍ରେୟ ଉବାଚ ମାତୃ ସପତ୍ନୀ ବାକ୍ୟ ଶିରେ ମର୍ମ ଭେଦିଲା ତା ହୃଦୟରେ ମୁକ୍ତି ନ ଇଚ୍ଛି ବିଷ୍ଣୁ ଦୋଷେ ପଛେତାପିଲା ଦୁଃଖ ତ୍ରାସେ ଧ୍ରୁବ ଉବାଚ ସନନ୍ଦ ଆଦି ଯୋଗୀ ଜନେ ଅଷ୍ଟାଙ୍ଗ ଯୋଗ ଅଭ୍ୟସନେ ଯେ ପଦ ଲଭି ନ ପାରନ୍ତି ବିଚଳ ମନେ ଧ୍ୟାନେ ଚିନ୍ତି ସେ ପଦ ହସ୍ତ କଳାଇଲି ଦେଖ ଅଭଗ୍ୟ କର୍ମ କଲି କଳ୍ପପାଦପ ଛାୟା ତେଜି ନିରାଶ ପଥେ ଚକ୍ଷୁ ବୁଜି ଧୋଇଲି ତୃଷାର୍ତ୍ତେ ବଦନ ଧିକ ଏ ମୋହର ଜୀବନ ହେମନ୍ତ ମନ ଦୁଃଖ କରି ଧ୍ରୁବ ଚରିଲା ନିଜ ପୁରୀ ପଥେ ଧ୍ରୁବଙ୍କୁ ଦେଖି ଜନେ ବେଗେ ଚଳିଲେ ଶୁଦ୍ଧ ମନେ କେତେକ ଜନେ ବେଗେ ଧାଇଁ କହିଲେ ରାଜା ଆଗେ ଯାଇ ଅପ୍ରାପ୍ତ ପ୍ରାପ୍ତି ପ୍ରାୟ ମଣି ସମ୍ଭ୍ରମ ଚିତ୍ତେ ନୃପମଣି ତକ୍ଷଣେ ଆସନୁ ଉଠିଲା ଆନନ୍ଦ ସାଗରେ ବୁଡ଼ିଲା କାନ୍ଦଇ କଷ୍ଟ ଗଦ ଗଦେ ତକ୍ଷଣେ ମିଳିଲେ ନାରଦେ ସମ୍ଭ୍ରମେ ରାଜା ମୁଖ ଚାହିଁ ଧ୍ରୁବ ଆସନ୍ତା କଥା କହି ଶୁଣି ସନ୍ତୋଷେ ନୃପବର ମୁନିଙ୍କ କଷ୍ଟେ ଦେଲା ହାର ସୁବର୍ଣ୍ଣ ପରିଚ୍ଛଦ ରଥେ ବେଗେ ମିଳିଲା ରାଜପଥେ ସଙ୍ଗେ ବ୍ରାହ୍ମଣ ବୁକୁଳ ବୃଦ୍ଧେ ଜ୍ଞାନୀ ଏ ହୃଦ ବାନ୍ଧବେ
ଅମାଣ୍ୟ ମନ୍ତ୍ରୀଗଣ ଯେତେ ଧାଇଁଲେ ବାଦ୍ୟନାଦ ଗୀତେ। ସୁରୁଚି ସୁନୀତି ସହିତେ ନାନା ଅଳଙ୍କାର ସମତେ। ସୁବର୍ଣ୍ଣ ବିମାନେ ଆରୋହୀ ଉତ୍ତମ ପୁତ୍ର ସଙ୍ଗେ ନେଇ। ଧ୍ରୁବଙ୍କୁ ଦେଖି ଉତବନେ ଆନନ୍ଦେ ସମାପ୍ତ ଲୋଚନେ। ପୁତ୍ରଙ୍କୁ ଆଲିଙ୍ଗନ କଲା ଯେଣୁ ଅନେକ ପୁଣ୍ୟ ଥିଲା। ଏ ଧ୍ରୁବ ବିଷ୍ଣୁ ଅଙ୍ଗେ ସଙ୍ଗେ ଅଶେଷ ତୀର୍ଥ ଯାର ଅଙ୍ଗେ। ଆଗ୍ରହଣ କରି ଶିର ଦେଶେ ହୃଦେ ଲଗାଇ ଅତି ତୋଷେ। ମୁଣ୍ଡେ ମିଞ୍ଚିଲା ଅଶ୍ରୁ ବାରି ହୃଦଏ ପୂର୍ଣ୍ଣ ପୂର୍ଣ୍ଣ କରି। ପିତା ଚରଣେ ଧ୍ରୁବ ନମି ବାଳକ ଭାବେ ଅଧଶ୍ରମୀ। ସୁରୁଚି ସୁନୀତିର ପାଦେ ଧ୍ରୁବ ପ୍ରଣମଇ ଆନନ୍ଦେ। ସୁରୁଚି ଧ୍ରୁବ ଧରି କରେ ଚୁମ୍ବନ ଦେଲା ମୁଖ ଭୋଳେ। ସୁନୀତି ପୁତ୍ର କୋଳେ ଧରି ହୃଦରୁ ବହେ କ୍ଷୀର ବାରି। ଜନେ କହନ୍ତି ଆହା ବାଣୀ ଧ୍ରୁବକୁ ଘେନି ନୃପମଣି। ମିଳିଲା ନିଜ ପୁରେ ଆସି ଜନ ସୁମନେ ପରଂସନ୍ତି। ଧ୍ରୁବ ପ୍ରବେଶ ପୁର ଜନେ ସାନନ୍ଦେ ଯେ ଯାହା ଭୁବନେ। ଉତ୍ସବେ ଅନେକ ପ୍ରକାରେ ପ୍ରଦୀପ ପୂର୍ଣ୍ଣ କୁମ୍ଭ ଦ୍ୱାରେ। ପାଶେରି ଅଟ୍ଟାଳି ସମତେ ଚିତ୍ର ପିତ୍ରିମୟୀ ରତ୍ନ କାନ୍ଥେ। ତୋରଣ ଲମ୍ବେ ସର୍ବହାରେ ଚନ୍ଦନ ଛେରା ନିରନ୍ତରେ। ସ୍ୱଭାବେ ପ୍ରିୟ ବ୍ରତ ପୁର କିଏ ବା ଦେବା ପଟାନ୍ତର। ସକଳ ପୁରଙ୍ଗନା ସଙ୍ଗେ ଧ୍ରୁବକୁ ଦେଖି ପୁର ମାଗେ। ଧ୍ରୁବାକ୍ଷତ ପୁଷ୍ପ ଆଣି ଗନ୍ଧ ଚନ୍ଦନ ବାଁସ ପାଣି। ଅକ୍ଷୟ ଦେଇ ଧ୍ରୁବ ମୁଣ୍ଡେ ଜୟ ଶବଦ କଲେ ତୁଣ୍ଡେ। ଏମନ୍ତ ମଙ୍ଗଳ ଉତ୍ସବେ ସକଳ ଜନ ପ୍ରିୟ ଭାବେ। ଧ୍ରୁବ ପ୍ରବେଶ ନିଜ ପୁର କିଏ ବା ଦେବା ପଟାନ୍ତର। ପୁରେ ପ୍ରବେଶ ରାଜସୁତ ଦେଖି ସକଳେ କୃଷ୍ଣ କୃତ୍ୟ। ଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ଫୁରେ ମଙ୍ଗଳ ନାଦେ ଗିର ପୁରେ। ସେ ଧ୍ରୁବ ହରି ଅଙ୍ଗ ସଙ୍ଗେ ଅଶେଷ ଲକ୍ଷ୍ମୀ ଯାର ଅଙ୍ଗେ। ସେ ଧ୍ରୁବ ଚରଣ ଚମକେ ସୂଚନେ ଚିନ୍ତୁ ଧ୍ୟାନ ବଳେ। ଯାର ସ୍ମରଣେ ପାପ ନାଶେ ନିର୍ମଳ ଜ୍ଞାନ ଯେ ପ୍ରକାଶେ। ଚତୁର୍ଥ ସ୍କନ୍ଧେ ଭାଗବତେ କହିଲା ଦାସ ଜଗନ୍ନାଥେ। ଇତି ଶ୍ରୀମଦ୍ ଭାଗବତ ମହାପୁରାଣ ପରମହଂସ ସହିତ ଐତିହାସିକ ଚତୁର୍ଥ ସ୍କନ୍ଧ ଧ୍ରୁବ ନିଜ ଗୃହ ପ୍ରବେଶ ନାମ ଏକାଦଶ ଅଧ୍ୟାୟ।